ମଲା ଅପା ଅପା ଡାକିକି ଆଇଲାଣି ଫୁଲେଇ ହେଇ କଥା। ହଁ ହଁ ଏଇଠି ଅଛି ଆସ। ହଁ କ'ଣ କହୁନ? ଓହୋ ଶାଢ଼ୀ ଆଣିଲ ଏଇ ଶାଢ଼ୀଟା ଆଣିଛ? ନାଇଁ ବା ମୋର ତ ସବୁ ଦାମିକା ଶାଢ଼ୀ ଜାଣିଥିବ ମୁଁ ପିଲାବେଳୁ ଦାମିକା ହିଁ ପିନ୍ଧେ। ମୋର ସବୁ ବ୍ରାଣ୍ଡେଡ଼ ଜିନିଷ କାହିଁକିନା ମୁଁ କମ୍ ଦାମିଆ ଜିନିଷ ମୋତେ ଭଲ ଲାଗେନି। ଏଇ ଶାଢ଼ୀଟା ଖାଲି 4-5 ହଜାର ଟଙ୍କା ପଡ଼ିଥିଲା, ନହେଲେ ମୋର 10-15 ହଜାର ଟଙ୍କାରେ କମ୍ ଶାଢ଼ୀ ନାହିଁ। ଏଇ ଶାଢ଼ୀଟା ଖାଲି 4-5 ହଜାର, ଆଜି ଘର ସଫାସଫି କାମ କରୁଥିଲି ତ ସେଇଥିପାଇଁ ଏଇ 4-5 ହଜାର ଟଙ୍କିଆ ଶାଢ଼ୀଟା ପିନ୍ଧିଦେଇଥିଲି। ନହେଲେ ମୋର ହଁ ସେ ଶାଢ଼ୀ ତମର ଭଲ ଲାଗୁଛି ଯେ ଚଳିବ। ଓହୋ କ'ଣ ଏ ଦାନ୍ତଟା ଶୂଳେଇ ହେଉଛି ଯେ ଭଲ ନାଇଁ ବା କାଲି ଆଇଥିଲା କ'ଣ ଚୁଙ୍ଗୁଡ଼ି ମାଛ ମଟନ ସବୁ ଏକାବେଳେ ବାବୁ ନେଇଯାଇଛନ୍ତି। ମୁଁ ଯେତେ ମନା କରିବି ସେ କ'ଣ ମାନିବେ? 2 କିଲୋ ମଟନ, ସେ ଯେଉଁ ଏଡ଼େ ଏଡ଼େ ଚୁଙ୍ଗୁଡ଼ି ନୁହଁ, ଏ ବଡ଼ ବଡ଼ ଚୁଙ୍ଗୁଡ଼ି 2 କିଲୋ, ମାଛ କଙ୍କଡ଼ା ସବୁ ଏକାବେଳେ ଆଣିଥିଲି। ଆମର ଅଛି କିଏ ଖାଇବ ସେରା ଖାଇ ଫୋପଡ଼ା ହେଉଛି। ଯାହା ଫୋପଡ଼ା ହେଲା ଯାହା ଯିଏ ନେଲା ମୁଁ ସେରା କେୟାର କରେନି। ଏରା କ'ଣ ହେବ ଏତେ ଜିନିଷ? ସେ କ'ଣ ମୋ କଥା ମାନୁଛନ୍ତି? ଜମା ଶୁଣୁନାହାନ୍ତି ପରା। ଆଉ କ'ଣ କରିବି ଯାହା ଫୋପଡ଼ା ହଉ। ଆଉ କ'ଣ ହେଲା ଆପଣ? ସୁନା ରେଟ୍ କମିଛି? ହଁ କମିଥିବ, ଆମର ସେଥିରେ କ'ଣ ଅଛି ସୁନା। ଆମର ତ ସବୁ କଟକ ଭୁବନେଶ୍ୱର ସୁନା ଆସେ, ଲାଲଚାନ୍ଦ ହଉ ଯେଉଁଠୁ ହଉ ଆମର ଆସେ କେମଜି ହଉ ଯେଉଁଠୁ ହଉ ସୁନା ଆସେ, ମାସିକିଆ ଭଳିଆ ଆସେ। ଯେତେବେଳେ ଯାହା ମନ ହେଲା ଆମେ ଗଲୁ ଫୋପାଡ଼ିଲୁ ପଇସା ଆଣିକି। ହେଲା ସୁନା ରେଟ୍ ବଢ଼ିବା କମାଠି କ'ଣ ଅଛି? ହଁ ବା ମୋ ଦେହରେ ଜମା ମାନେ କିଣା ମୋ ଦେହରେ ସୁଟ୍ କରେନି, ମୁଁ ଜମା ଲଗାଏ ନାହିଁ କିଣା। ପିଲାବେଳୁ ମୋର ସୁନା। ଏଇ କାନରଟା ନାଇଁ ବା ଆଜି ଟିକେ ସେଇ କହୁନଥିଲି ନା ସଫାସଫି ଘର କାମ କରୁଥିଲି, ଆଉ ସୁନାଟା କାଳେ ଇଏ ହେଇଯିବ ବୋଲି ମୁଁ ସେଇଥିପାଇଁ ଏ କିଣା କାନଟା ଲଗେଇ ଦେଇଛି ଆଜି। ନହେଲେ ମୁଁ କିଣା କେବେ ଲଗାଇ ଦେଖିଛ? ନାଇଁ ବା ଆଉ ସୁନା ରେଟ୍ କମୁ ବଢ଼ୁ ଆମର ସେଥିରେ କ'ଣ ଯାଉଛି? ନାଇଁ ହଁ ବା ଗରମ ହେଲାଣି, ମାନେ ଏତେ ଜୋର ଗରମ ବାହାରେ ହେଉଛି କେଜାଣି ଆମେ ଜଣାପଡ଼ୁନି। ପିଲାବେଳୁ ତ ଆମେ ଏସିରେ ଶୋଇଲୁ ବସିଲୁ ରହିଲୁ, ଖାଇଲେ ବି ଆମେ ଏସି ଲଗେଇଛୁ। ଆଉ ରୋଷେଇ ଘରେ ଏସି ଲାଗିଛି, ସବୁଆଡ଼େ ଆମର ଏସି ଲାଗିଛି। ଲାଟ୍ରିନ୍ ଘରେ ଦେଖୁନ ଗଲା ଇଏ ବି ଏମିତିଆ ନାନୀ ଏମିତିଆ କଥାବାର୍ତ୍ତା କରିବ। ହଁ କହୁଥିଲେ ବାବୁ ଲଗେଇଦେବା ଯେ ମୁଁ ମନା କଲି। କ'ଣ ଟିକେ ଝାଡ଼ା ଯିବ କେତେ ସମୟ ଯେ ତା ଦେହରେ ଏସି ଲାଗିବ? ଆଉ ସେଇ ଯେଉଁ ଗରମ କ'ଣ ହେଉଛି ନ ହେଉଛି ଆମକୁ କିଛି ଜଣାପଡ଼ୁନି। ହେଉଥିବ ଗରମ, ଆମର କ'ଣ ଅଛି? ହଁ ତମର ଏସି ନାହିଁ, ଫ୍ୟାନ୍ ଅଛି ଟି? ଆଉ ଫ୍ୟାନ୍ ଶୋଉଥିବ ଗରମ ଲାଗୁଥିବ କ'ଣ କରିବ ଆଉ? ଆମର ସେଗୁଡ଼ା କିଛି ନାହିଁ। ହଉ ନାନୀ ତମେ ଯାଅ, ମୁଁ ଯାଉଛି ଟିକେ ଶୋଇବି। ହଉ ଭଲ ଏମିତି ଫୁଟାଣିଆ ନ କହିଲେ ହେଉନି। ଓହୋ କି ଗରମ, ସତ କି ଗରମ ହେଉଛି ଲୋ। ଫ୍ୟାନ୍ ଟିକେ ମାରେ, ଫ୍ୟାନ୍ଟା ଏମିତି ବୁଲୁଛି ଯେ ଏମିତି ବତା ହଲିଲା ଦେଖରେ ଏମିତି ବୁଲୁଛି, ଜମା ବୁଲୁନାହିଁ। ଦେହ ଗରମ ଝାଳ ବୁଡ଼ିକି ଦେଖୁନ କେମିତି ମୁହଁ ସାରା ହେଇଗଲାଣି। ତାକୁ ସିନା ଫୁଟାଣିକିରି କହିଦେଲି, ହେଲେ ଦେହ ହାତ ଝାଳ ବୁଡ଼ିଗଲାଣି। ହଉ ଯାଇ ବିଞ୍ଚଣା କେଉଁଠି ପଡ଼ିଛି ଆଣି ଟିକେ ବୁଲାଏ। ଏ ଫ୍ୟାନ୍ଟା ଯେତେ କହୁଛି ଟିକେ ସଜାଡ଼ି ଆଣ, କ'ଣ କାପାସିଟର ନା କ'ଣ ଗୋଟେ ପଡ଼େଇକି ତାକୁ ପକେଇଦେଲେ ଟିକେ ସ୍ପିଡ଼ ବୁଲନ୍ତାନି। ନାଇଁ ତାକୁ ପକାଉନାହାନ୍ତି, ସେ ଫ୍ୟାନ୍ ଏମିତି ଧପେଇ ଏମିତି ବୁଲୁଛି। ଯା କ'ଣ କରିବ ମଣିଷ, ଯାଇ ବିଞ୍ଚଣା ଆଣି ଟିକେ ବୁଲାଇଲ।